ଏହି କାହାଣୀ ସେହି ଲୋକମାନଙ୍କ ପାଇଁ ଯେଉଁମାନେ କି ସିଧା ସାଧା ଜୀବନ ଜୀବାକୁ ଚାହିଁଥାନ୍ତି, ସମସ୍ତଙ୍କର ଭଲ ଚାହିଁଥାନ୍ତି, ହେଲେ କିଛି ଲୋକ ସେମାନଙ୍କର ଏହି ଭଲପଣର ଫାଇଦା ଉଠାଇଥାନ୍ତି। ଗୋଟେ ଥର ମହାତ୍ମା ବୁଦ୍ଧ ନିଜର କିଛି ଶିଷ୍ୟମାନଙ୍କ ସହିତ ବସିଥିଲେ। ଆଉ ଠିକ୍ ସେହି ସମୟରେ ରାଜା ଅଜାତଶତ୍ରୁ ସେଇଠି ଆସି ପହଞ୍ଚିଲେ। ଆଉ ମହାତ୍ମା ବୁଦ୍ଧଙ୍କୁ କହିଲେ, ଯେବେଠାରୁ ମୁଁ ଆପଣଙ୍କ ଦ୍ୱାରା କୁହାଯାଇଥିବା ମାର୍ଗରେ ଚାଲିବା ଆରମ୍ଭ କରିଛି, ସେବେଠାରୁ କିଛି ଲୋକ ମୋ ଶାନ୍ତିର ଫାଇଦା ଉଠାଉଛନ୍ତି। ଯେବେ ମୁଁ ଆପଣଙ୍କ ଦ୍ୱାରା କୁହାଯାଇଥିବା ମାର୍ଗରେ ଚାଲୁନଥିଲି ତ ସମସ୍ତେ ମୋତେ ଡରୁଥିଲେ, କାରଣ ମୁଁ ଜଣେ ନିର୍ଦ୍ଦୟୀ ଥିଲି। କାହାକୁ ଦଣ୍ଡ ଦେବାରେ ଆଉ ନା ତ କାହାକୁ ମାରିବାରେ ମୁଁ କେବେ ବି ଡରୁନଥିଲି। ହେଲେ ଯେବେଠାରୁ ମୁଁ ଆପଣଙ୍କର ପଥକୁ ଅନୁସରଣ କରିବା ଆରମ୍ଭ କରିଛି, ସେବେଠାରୁ ମୁଁ କାହା ଉପରେ ବି ରାଗୁ ନାହିଁ। ମୁଁ ଜଣେ ବହୁତ ହି ଶାନ୍ତ ସ୍ୱଭାବର ମଣିଷ ହୋଇଯାଇଛି। ପ୍ରତ୍ୟେକ ମଣିଷଙ୍କୁ ଦୟାର ଭାବନାରେ ଦେଖୁଛି। ହେଲେ କିଛି ଲୋକ ମୋର ଏହି ଶାନ୍ତିର ଫାଇଦା ଉଠାଉଛନ୍ତି, ଆଉ ଏଥିରେ ମୋର ରାଜ୍ୟ ବିପଦରେ ପଡ଼ୁଛି। ଆଉ ଏଥିପାଇଁ ମୋତେ ବହୁତ ସାରା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ତ ଏବେ ଆପଣ ମୋତେ କୁହନ୍ତୁ କି ମୁଁ କରିବି ତ କ'ଣ କରିବି? ଆଉ ଏସବୁ ଶୁଣିସାରିବା ପରେ ମହାତ୍ମା ବୁଦ୍ଧ ସେହି ରାଜାକୁ ଗୋଟିଏ କାହାଣୀ କହିଲେ। ଗୋଟିଏ ଗାଁ ପାଖରେ ଏକ ଘଞ୍ଚ ଜଙ୍ଗଲ ଥିଲା। ଆଉ ସେହି ଜଙ୍ଗଲରେ ଗୋଟିଏ ବହୁତ ହି ସୁନ୍ଦର ଗଛ ଥିଲା। ହେଲେ ସେହି ଗଛ ତଳେ ଥିବା ହୁଙ୍କାରେ ଗୋଟିଏ ବିଷଧର ସାପ ରହୁଥିଲା। ଆଉ ସେହି ସାପ କେଇଥର ତ ବିନା କୌଣସି କାରଣରେ ଲୋକମାନଙ୍କୁ କାମୁଡ଼ି ଦେଉଥିଲା। ଯଦି କିଛି ବି ହଲଚଲ ହୁଏ ତ ସେ ବାହାରକୁ ଆସିଯାଏ ଆଉ ଲୋକମାନଙ୍କୁ କାମୁଡ଼ି ଦିଏ। ଆଉ କେଇଥର ସେହି ସାପର କାମୁଡ଼ିବା କାରଣରୁ ବହୁତ ସାରା ଲୋକ ମରି ବି ଯାଆନ୍ତି। ଆଉ ଏଥିପାଇଁ କୌଣସି ବି ଲୋକ ସେଠାକୁ ଯିବା ପାଇଁ ଡରୁଥିଲେ। ହେଲେ ଗୋଟେ ଦିନ ଜଣେ ସାଧୁ ସେହି ଗାଁ ବାଟ ଦେଇ ଯାଉଥିଲେ। ଆଉ ଯାଉ ଯାଉ ତାଙ୍କର ନଜର ସେହି ସୁନ୍ଦର ଗଛ ଉପରେ ପଡ଼ିଲା। ଆଉ ସେ ସ୍ଥିର କଲେ କି ସେ ଆଜି ଏହି ଗଛ ତଳେ ବସି ଧ୍ୟାନ କରିବେ। ତ ସେ ସେହି ଗଛ ପାଖରେ ଯାଇ ବସି ପଡ଼ିଲେ। ଆଉ ଠିକ୍ ସେତିକି ବେଳେ ଗୋଟେ ଲୋକର ନଜର ସେହି ସାଧୁଙ୍କ ଉପରେ ପଡ଼ିଲା। ସେହି ଲୋକ ସାଧୁଙ୍କ ପାଖକୁ ଆସି କହିଲା, ମହାତ୍ମା, ଆପଣ ଏଠାରେ କ'ଣ କରୁଛନ୍ତି? ସବୁ ଲୋକ ଏଠାକୁ ଆସିବା ପାଇଁ ଡରନ୍ତି, ଆଉ ଯିଏ ବି ଆସନ୍ତି ସେମାନେ ଚୁପଚାପ ଏଠାରୁ ଚାଲିଯାଆନ୍ତି। କ'ଣ ଆପଣଙ୍କୁ ଜଣା ନାହିଁ କି ଏହି ଗଛ ପାଖରେ ଗୋଟିଏ ହୁଙ୍କା ଅଛି, ଆଉ ତା ଭିତରେ ଗୋଟିଏ ବହୁତ ହି ବିଷଧର ସାପ ରହୁଛି। ସେହି ସାପର କାମୁଡ଼ିବା କାରଣରୁ ବହୁତ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଏସବୁ କଥା ଶୁଣିସାରିବା ପରେ ସାଧୁ ମୁରୁକି ହସିଲେ ଆଉ ଧ୍ୟାନ କରିବା ପାଇଁ ବସି ପଡ଼ିଲେ। ଆଉ ଯେବେ ସେ ଧ୍ୟାନ କରୁଥିଲେ, ଠିକ୍ ସେତିକି ବେଳେ ସେହି ସାପ ହୁଙ୍କା ଭିତରୁ ବାହାରକୁ ବାହାରିଲା ଆଉ ଫୁତ୍କାର ମାରିବାକୁ ଲାଗିଲା। ସାପର ଫୁତ୍କାର ଶବ୍ଦରେ ସାଧୁ ଧ୍ୟାନରୁ ଉଠି ପଡ଼ିଲେ। ଆଉ ସେ ଦେଖିଲେ କି ସେହି ସାପ ତାଙ୍କ ଆଡ଼କୁ ମାଡ଼ି ଆସୁଛି। ସେବେ ସାଧୁ ସେହି ସାପର ଆଖିକୁ ଦେଖିଲେ ଆଉ ତାର ଆଖିକୁ ଦେଖିକି ଗୋଟିଏ ମନ୍ତ୍ର ପଢ଼ିଲେ। ଆଉ ମନ୍ତ୍ର ପଢ଼ିକି ସେହି ସାପକୁ ନିଜର ବଶ କରିଦେଲେ। ଆଉ ସେହି ସାପ ସହିତ କଥା ହେବାକୁ ଲାଗିଲେ। ଆଉ ସେବେ ସେହି ସାପ କହିଲା, ମହାତ୍ମା, କ'ଣ ଆପଣଙ୍କୁ ମୋତେ ଦେଖି ଡର ଲାଗୁନାହିଁ? ପ୍ରତ୍ୟେକ ଲୋକ ମୋତେ ଦେଖି ଡରିଥାନ୍ତି, ଆଉ ବହୁତ ସାରା ଲୋକ ତ ମୋ ଡର କାରଣରୁ ଏଠାକୁ ଆସନ୍ତି ହିଁ ନାହିଁ। ତ ଏହା ଶୁଣିସାରିବା ପରେ ସାଧୁ ହସିଲେ ଆଉ କହିଲେ, ଏଥିରେ ଡରିବାର କଥା କ'ଣ ଅଛି? ମୁଁ କୌଣସି ବି ଜିନିଷକୁ ଡରେ ନାହିଁ, ଏମିତିକି ମୃତ୍ୟୁକୁ ବି ନୁହେଁ। ବରଂ ଡରୁଛ ତ ତୁମେ କି ତୁମକୁ କେହି ମାରି ନ ଦେଉ, ଏଥିପାଇଁ ତୁମେ ଲୋକମାନଙ୍କୁ କାମୁଡ଼ୁଛ। ଆଉ ଏହା ଶୁଣିକି ସେହି ସାପ ଆଶ୍ଚର୍ଯ୍ୟ ହୋଇଗଲା ଆଉ କହିଲା, ମହାତ୍ମା, ଏଠାକୁ ଯିଏ କେହି ବି ଆସିଥାନ୍ତି, କିଛି ଲୋକ ତ ମୋତେ ମାରିବାକୁ ଚେଷ୍ଟା କରିଥାନ୍ତି, ଆଉ କିଛି ଲୋକ ମୋତେ ଡରିକି ପଳେଇ ଯାଆନ୍ତି। ହେଲେ ମୋତେ ଆଜି ପର୍ଯ୍ୟନ୍ତ ଆପଣଙ୍କ ପରି କେହି ବି ମିଳିଲେ ନାହିଁ ଯିଏକି ମୋତେ ଡରୁ ନଥିବ। ଆଉ ଏହା କହିକି ସେହି ସାପ ନିଜର ମୁଣ୍ଡକୁ ସାଧୁଙ୍କ ପାଦ ତଳେ ରଖିଦେଲା ଆଉ କହିଲା, ମହାତ୍ମା, ଆପଣ ବିଲକୁଲ ଠିକ୍ କହିଛନ୍ତି କି ଡରୁଛି ତ ମୁଁ ନିଜେ, ଆଉ ନିଜର ଏହି ଡର କାରଣରୁ ମୁଁ ଲୋକମାନଙ୍କୁ ମାରି ଦେଇଥାଏ। ମୋତେ ଏମିତି କରିବା ଉଚିତ ନଥିଲା। ସେବେ ସାଧୁ କହିଲେ, ତୁମେ ବିଲକୁଲ ଠିକ୍ କହିଛ, ହେଲେ ଜୀବନ ତ ଗୋଟେ ଦିନ ଶେଷ ହେବାର ଅଛି। ଏଥିପାଇଁ ଏହାକୁ ବଞ୍ଚାଇବା ପାଇଁ ଅନ୍ୟମାନଙ୍କୁ ମାରିବା ଠିକ୍ ନୁହେଁ। ନିଜ ଜୀବନର ଏହି ମୋହକୁ ଛାଡ଼ିଦିଅ ଆଉ ଅନ୍ୟମାନଙ୍କ ପାଇଁ ଭଲ ପାଇବାରେ ଭରି ହୋଇଯାଅ। ଆଉ ଏହା କହିକି ସେହି ସାଧୁ ସେଠାରୁ ଚାଲିଗଲେ। ହେଲେ ସାଧୁଙ୍କ କଥାରେ ସେହି ସାପ ବହୁତ ଅଧିକ ପ୍ରଭାବିତ ହେଲା। ଆଉ ସେ ନିଷ୍ପତ୍ତି ନେଲା କି ଆଜିଠାରୁ ସେ କାହାକୁ ବି କାମୁଡ଼ିବ ନାହିଁ, ନିଜର କ୍ରୋଧୀ ସ୍ୱଭାବକୁ ତ୍ୟାଗ କରିଦେବ। ହେଲେ ଏସବୁର ପରିଣାମ ଯାହା ଥିଲା ସେ ବିଲକୁଲ ଓଲଟା ହେଲା। ଯେବେ ଲୋକମାନଙ୍କୁ ଜଣାପଡ଼ିଲା କି ସେହି ସାପ ଏବେ କାହାକୁ ବି କାମୁଡ଼ୁ ନାହିଁ, କାହାକୁ ବି ଦଂଶନ କରୁନାହିଁ, ତ ଲୋକମାନେ ତାର ଫାଇଦା ଉଠାଇବାକୁ ଲାଗିଲେ। ଯେଉଁ ଲୋକ ତାକୁ ଡରୁଥିଲେ, ଯେଉଁମାନେ ତାକୁ ଡରିକି ଦୂରକୁ ଚାଲି ଯାଉଥିଲେ, ସେମାନେ ତାକୁ ଧରିବାକୁ ଲାଗିଲେ, ତାକୁ ଶାରୀରିକ ଭାବେ ଆଘାତ ଦେବାକୁ ଲାଗିଲେ। ଆଉ ଏହିସବୁ କାରଣରୁ ସେହି ସାପ ସର୍ବଦା ଘାୟଲ ହୋଇ ରହୁଥିଲା। ସେ ନିଜର ଜୀବନକୁ ନେଇ ବହୁତ ଦୁଃଖୀ ଥିଲା, ଆଉ ସେ ନିଜ ଜୀବନର ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଥିଲା। ହେଲେ ଗୋଟିଏ ଦିନ ସେହି ସାଧୁ ପୁଣି ଥରେ ସେହି ଗାଁକୁ ଆସିଲେ ଆଉ ସେହି ଗଛ ମୂଳରେ ଧ୍ୟାନ କରିବାକୁ ଲାଗିଲେ। ଆଉ ସେବେ ତାଙ୍କର ନଜର ସେହି ସାପ ଉପରେ ପଡ଼ିଲା। ଆଉ ସେହି ସାପକୁ ଏତେ ଖରାପ ଅବସ୍ଥାରେ ଦେଖିକି ସେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ତାକୁ ପଚାରିଲେ, ବନ୍ଧୁ, ତୁମର ଏମିତି ଅବସ୍ଥା କିଏ କଲା? କିଏ ତୁମକୁ ଆଘାତ ପହଞ୍ଚାଇଲା? ଆଉ ସେବେ ସେହି ସାପ କହିଲା କି, ହେ ମହାତ୍ମା,
ଆପଣଙ୍କ କଥାରେ ପ୍ରଭାବିତ ହୋଇ ଯେବେଠାରୁ ମୁଁ ମୋର କ୍ରୋଧୀ ସ୍ୱଭାବର ତ୍ୟାଗ କରି ଶାନ୍ତିର ରାସ୍ତାକୁ ଆପଣାଇଛି, ସେବେଠାରୁ କିଛି ଲୋକ ମୋର ଫାଇଦା ଉଠାଉଛନ୍ତି। ଏବେ କେହି ବି ମୋତେ ଡରୁନାହାନ୍ତି, ଆଉ ଏଥିପାଇଁ ମୋ ଜୀବନ ଏବେ ବହୁତ ହି କଠିନ ହୋଇଯାଇଛି। ହୁଏତ ଆଉ କିଛି ଦିନ ଗଲା ପରେ ମୁଁ ମରି ବି ଯାଇପାରେ। ଆଉ ଏସବୁ ଶୁଣିସାରିବା ପରେ ସାଧୁ କହିଲେ, ବନ୍ଧୁ, ମୋତେ ଏମିତି ଲାଗୁଛି କି ତୁମେ ମୋ ଉପଦେଶକୁ ଭୁଲ ଅର୍ଥରେ ନେଇଛ। ମୋର କହିବାର ମାନେ ଏଇଆ ଥିଲା କି ବିନା କୌଣସି କାରଣରେ ଅନ୍ୟକୁ କାମୁଡ଼ ନାହିଁ। ହେଲେ ନିଜର ଆତ୍ମରକ୍ଷା ପାଇଁ ମୁଁ ତୁମକୁ ଫୁତ୍କାର ମାରିବାକୁ ମନା କରିନଥିଲି। ଆଉ ଏହି ପୁରା କାହାଣୀ ଶୁଣିସାରିବା ପରେ ମହାତ୍ମା ବୁଦ୍ଧ ଅଜାତଶତ୍ରୁଙ୍କୁ ପଚାରିଲେ, ତ ଏହି କାହାଣୀରୁ ତୁମେ କ'ଣ ବୁଝିଲ? ହୁଏତ ତୁମେ ବି ମୋର ଉପଦେଶକୁ ସେହି ସାପ ପରି ଭୁଲ ଅର୍ଥରେ ନେଇଛ। ମୁଁ ତୁମକୁ କହିଥିଲି କି ତୁମେ ନିଜର କ୍ରୂର ସ୍ୱଭାବକୁ ତ୍ୟାଗ କରିଦିଅ, ହେଲେ ନିଜ ରାଜା ହେବାର କର୍ତ୍ତବ୍ୟକୁ ଛାଡ଼ ନାହିଁ। ତୁମକୁ ବାହାରୁ କଠୋର ହୋଇକି ରାଜାର କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିବ, ଯେମିତି ତୁମେ ନିଜ ରାଜ୍ୟରେ ସମସ୍ତ ପ୍ରଜାମାନଙ୍କୁ ଅନୁଶାସନ କରିପାରିବ। ତୁମକୁ ଶକ୍ତ ହୋଇକି ରାଜ୍ୟର ନ୍ୟାୟ ପ୍ରକ୍ରିୟାକୁ ପ୍ରଚଳନ କରିବାକୁ ପଡ଼ିବ, ଯେମିତି ସମସ୍ତ ପ୍ରଜାମାନେ ଶାନ୍ତିରେ ରହିପାରିବେ ଆଉ ସେମାନଙ୍କୁ କୌଣସି ପ୍ରକାରର ଅସୁରକ୍ଷିତ ଅନୁଭବ ନ ହେବ। ଏଥିପାଇଁ ତୁମକୁ ଭିତରୁ ଜଣେ ସାଧୁ ପରି ଆଉ ବାହାରୁ ଜଣେ ରାଜା ପରି ଶାସନ କରିବାକୁ ପଡ଼ିବ। ଯଦି ଆପଣ ବି ନିଜର ପାଖଆଖରେ ଦେଖିବେ, ନାହିଁ ତ ଆପଣ ନିଜେ ବି ଏହି କଥାକୁ ଦେଖିଥିବେ କି ଲୋକମାନେ ଆପଣଙ୍କ ଭଲପଣର ବା ସିଧାସାଧାପଣର ଫାଇଦା ଉଠାଇଥାନ୍ତି। ବା ଯଦି କେହି ସିଧାସାଧା ହୋଇଥାଏ ବା ଭଲ ହୋଇଥାଏ, ତ ଲୋକମାନେ ତା'ର ସିଧାସାଧାପଣର ବା ଭଲପଣର ଫାଇଦା ଉଠାଇଥାନ୍ତି। ଆଉ ଏହିସବୁ କାରଣରୁ ଭଲ ଲୋକମାନଙ୍କୁ ବହୁତ ସାରା ପ୍ରୋବ୍ଲେମ୍ସର ସାମ୍ନା କରିବାକୁ ପଡ଼ିଥାଏ। ଆଉ ସେମାନଙ୍କୁ ଲାଗିଥାଏ କି ଆମେ ସମସ୍ତଙ୍କର ଭଲ ଚାହିଁଲୁ, ହେଲେ ଆମ ସହିତ ହିଁ କାହିଁକି ଖରାପ ହେଉଛି, ଭଲ ଲୋକଙ୍କ ସହିତ ହିଁ କାହିଁକି ଖରାପ ହୋଇଥାଏ। ତ ଏମିତି ଲୋକମାନଙ୍କୁ ଏହି କାହାଣୀରୁ ଏହା ବୁଝିବା ଉଚିତ କି ଯଦି ଆପଣ ଜଣେ ସିଧାସାଧା ଆଉ ଶାନ୍ତ ସ୍ୱଭାବର ମଣିଷ ହୋଇଥାନ୍ତି, ତ ଲୋକମାନେ ଆପଣଙ୍କର ଫାଇଦା ଉଠାଇବେ। ଆଉ ହୋଇପାରେ ଲୋକମାନେ ଆପଣଙ୍କର ଭୁଲ ଉପାୟରେ ଉପଯୋଗ କରିବେ। ଏଥିପାଇଁ ଆପଣଙ୍କୁ ପରିସ୍ଥିତି ଅନୁସାରେ ବ୍ୟବହାର କରିବାକୁ ପଡ଼ିବ। ଯେଉଁଠାରେ ରାଗିବାରେ ପରିସ୍ଥିତି କଣ୍ଟ୍ରୋଲ ହୋଇଥାଏ, ସେଠାରେ ରାଗିବାରେ କିଛି ଖରାପ ନାହିଁ। ଆପଣ ନିଜର ପିସ୍ ଅଫ୍ ମାଇଣ୍ଡର ଚିନ୍ତା ନ କରି ପରିସ୍ଥିତି ଅନୁସାରେ ଯେମିତି ଆପଣଙ୍କୁ ବ୍ୟବହାର କରିବା ଉଚିତ ଆପଣ ସେମିତି ହିଁ କରନ୍ତୁ। ଯେଉଁଠାରେ ଆପଣଙ୍କୁ ଲାଗୁଛି କି ଏହିଠାରେ ମୋତେ କହିବା ଉଚିତ, ତ ସେହିଠାରେ କୁହନ୍ତୁ। ଯେଉଁଠାରେ ଆପଣଙ୍କୁ ଲାଗୁଛି କି ଏହିଠାରେ ମୋତେ ରାଗିବା ଉଚିତ, ତ ସେହିଠାରେ ରାଗନ୍ତୁ। ଯେଉଁଠାରେ ଆପଣଙ୍କୁ ଲାଗୁଛି କି ଏହିଠାରେ ମୋତେ ବିରୋଧ କରିବା ଉଚିତ, ତ ସେହିଠାରେ ବିରୋଧ କରନ୍ତୁ। ଯେମିତି ଜଣେ ଆକ୍ଟର ଯିଏକି ରାଗିବାର ଆକ୍ଟିଂ କରିଥାଏ, ହେଲେ ସେ ଭିତରୁ ରାଗି ନଥାଏ, କାହିଁକିନା ତାକୁ ଜଣାଅଛି କି ଏହା ତ କେବଳ ମୁଭିର ଗୋଟେ ପାର୍ଟ ହୋଇଥାଏ। ଯଦି ଏହିଠାରେ ସେହି ଆକ୍ଟର ରାଗିବ ନାହିଁ, ତ ତାକୁ ମୁଭିରୁ ବାହାର କରିଦିଆଯିବ ବା ତାକୁ ନେକ୍ସଟ ଥର କୌଣସି ବି ମୁଭିରେ କାମ କରିବାର ସୁଯୋଗ ହିଁ ମିଳିବ ନାହିଁ। ଏଥିପାଇଁ ତାକୁ ନିଜ ତରଫରୁ ବେଷ୍ଟ ଆକ୍ଟିଂ କରିବାକୁ ପଡ଼ିଥାଏ। ହୁଏତ ତାହା କାନ୍ଦିବାର ହେଉ, ହସିବାର ହେଉ ବା ରାଗିବାର ହେଉ, ଭିତରୁ ସେ କେମିତି ଫିଲ୍ କରୁଛି ତାହା କାହାକୁ ବି ଜଣା ନଥାଏ, ହେଲେ ତାକୁ ଆକ୍ଟିଂ କରିବାର ଅଛି, ହସିବାର ଅଛି, ରାଗିବାର ଅଛି, କାନ୍ଦିବାର ଅଛି। ଠିକ୍ ସେହିପରି ଯଦି ଆପଣଙ୍କୁ ଏହି ଯୁଗରେ ଠିକ୍ରେ ଜୀଇବାର ଅଛି, ଠିକ୍ରେ ବଞ୍ଚିବାର ଅଛି, ତ ସବୁ ରୁଲ୍ସକୁ ଭୁଲିକି ପରିସ୍ଥିତି ହିସାବରେ ଆପଣଙ୍କୁ ଆକ୍ଟିଂ କରିବାକୁ ପଡ଼ିବ। ଆଉ ଯଦି ହୋଇପାରିବ ତ ମୋର ଏହି କଥାକୁ ଲେଖିକି ରଖନ୍ତୁ। ଭିତରୁ ଶାନ୍ତ, ସିଧାସାଧା ଆଉ ସରଳ ହୁଅନ୍ତୁ, ହେଲେ ବାହାରୁ ପ୍ରଖର, ସ୍ମାର୍ଟ ଆଉ ସ୍ମାର୍ଟଲି ବିହେଭ୍ କରନ୍ତୁ। ଯଦି ଏହି କାହାଣୀ ଆଉ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ, ତ ଏହି ଭିଡ଼ିଓକୁ ସେୟାର କରନ୍ତୁ ସେହି ଲୋକମାନଙ୍କ ସହିତ ଯେଉଁମାନେ ଆପଣଙ୍କୁ ଲାଗୁଛନ୍ତି କି ଏମାନେ ବହୁତ ସିଧାସାଧା ଅଟନ୍ତି ଆଉ ଲୋକମାନେ ଏମାନଙ୍କର ଫାଇଦା ଉଠାଉଛନ୍ତି। ଆଉ ଏହିପରି ଅନ୍ୟ ମୋଟିଭେସନାଲ ଭିଡ଼ିଓକୁ ଦେଖିବା ପାଇଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଧନ୍ୟବାଦ।